ଦେଖନ୍ତୁ ଫାଷ୍ଟ ଜିନିଷ ହେଲା ଏଇଟା ଦେଖନ୍ତୁ ପୁରୁଣା ବଡି ହ୍ୱାଇଟନିଂ କ୍ରିମ୍ ମୋ ପାଖରେ ନୂଆ ବଡି ହ୍ୱାଇଟନିଂ କ୍ରିମ୍ ଆଭେଲେବୁଲ୍ ନାହିଁ। ଏ ପୁରୁଣାରେ ହିଁ ମୁଁ ଟ୍ରିକ୍ଟା ଦେଖେଇ ଦେଉଛି। ଭଲ ଲାଗେ ସେମିତି କିଛି ନାହିଁ। ଏତିକି ନେଲି ଏମିତି ଭାବିବେନି ଯେ ଗୋରା କରିବନି, ଗୋରା କରିବ କିନ୍ତୁ ମାନେ ମିନିମମ୍ଟା ଆପଣମାନଙ୍କୁ 3 ମାସ ଦେଖିପାରୁଛନ୍ତି ନା। ଆଉ କେତେ ମାନେ ବ୍ଲେଣ୍ଡ ହେବ ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି। ଏଇଠି କିଛି ମୁଁ ଲଗେଇନି ସ୍କିନ୍ରେ, ଦେଖନ୍ତୁ କି ଏଇଥିରେ ମିକ୍ସ କରିବାର ଅଛି। ବହୁତ ହି କମ୍ କ୍ୱାଣ୍ଟିଟି ନେବେ, କ୍ୱାଣ୍ଟିଟି ବଢ଼େଇବାର କୌଣସି ହାତରେ ମିକ୍ସ ହେଇଗଲା। ଯେଉଁ ଏରିଆରେ ଆପଣମାନଙ୍କୁ ଲାଗୁଛି ମୋତେ ଏଇ ଏରିଆଟାକୁ ଗୋରା କରିବାର ଅଛି ସେଇ ଏରିଆରେ ଆପଣମାନେ ଧୀରେ ଧୀରେ ଆକୁ ମସାଜ କରିଦେବେ। ହାଏ ସମସ୍ତଙ୍କୁ, ମୁଁ ଶିବାନୀ ୱେଲକମ୍ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲଗିଂ ୱିଥ୍ ଶିବାନୀ। ଆଜିର ଭିଡ଼ିଓରେ ଆପଣମାନଙ୍କର ବହୁତ ହି ଡିମାଣ୍ଡେଡ୍ ଟପିକ୍ ଯେଉଁଟା ହେଉଛି କି ବଡି ହ୍ୱାଇଟନିଂ ଉପରେ ବହୁତ ଗୁଡ଼ାଏ କ୍ୱେଶ୍ଚିନ୍ ଆପଣମାନଙ୍କର ରହୁଛି କି ଦିଦି ବଡି ହ୍ୱାଇଟନିଂ ସୋପ୍ର ଭିଡ଼ିଓ ଆଣନ୍ତୁ, ବଡି ହ୍ୱାଇଟନିଂ କ୍ରିମ୍ ଆଣନ୍ତୁ, ବଡି ହ୍ୱାଇଟନିଂ ଲୋସନ୍ ଆଣନ୍ତୁ, କେତେ କ'ଣ ଆପଣମାନଙ୍କ ମନରେ ସବୁ ଡାଉଟ୍ ରହୁଛି। ମୁଁ ଆପଣମାନଙ୍କୁ ସବୁବେଳେ ସିମ୍ପଲ୍ ୱେରେ ବହୁତ ସରଳ ଭାଷାରେ ସବୁ ଜିନିଷ ବୁଝେଇବାକୁ ଚେଷ୍ଟା କରେ। ଯେଉଁଟା ମୁଁ ଆପ୍ଲାଏ କରେ, ଯେଉଁଟା ମୋତେ ବେନିଫିଟେଡ଼ ଲାଗେ ସେଇଟା ଆପଣମାନଙ୍କ ସହିତ ସେୟାର କରେ। ଦେଖନ୍ତୁ ଫାଷ୍ଟ ଜିନିଷ ହେଲା ବଡି ହ୍ୱାଇଟନିଂ ସୋପ୍। ମୁଁ ଅଲରେଡ଼ି ଆପଣମାନଙ୍କ ସହିତ ବହୁତ ଗୁଡ଼ାଏ ରିଭ୍ୟୁ ବି ସେୟାର କରିଛି, ମାର୍କେଟ ବାଲା ବି ସେୟାର କରିଛି, ମେଡ଼ିକେଟେଡ଼ ବି ସେୟାର କରିଛି, ହର୍ବାଲ ବି ସେୟାର କରିଛି। ତ ଏମିତି କୌଣସି ଜିନିଷ ନାହିଁ ଯେଉଁଟା ମୁଁ ସେୟାର କରିନି। ବାକି ସବୁଠୁ ଇଜି ଗୋଟେ ଜିନିଷ ହେଲା ହର୍ବାଲର ଯେଉଁଟା ବଡି ହ୍ୱାଇଟନିଂ ଲୋସନ୍ ଆସୁଛି, ଯେଉଁଟାକି ଆମ ଟ୍ୟାନିଂକୁ ବହୁତ ବଢ଼ିଆ ସେ ଟ୍ରିଟ୍ କରୁଛି। ତାର ରିଭ୍ୟୁ ବି ଆପଣମାନଙ୍କ ସହିତ ସେୟାର କରିଛି। ବାକି ଭିଡ଼ିଓରେ ଦେଖିବା ପାଇଁ ଏବେ ସେ ପ୍ରଡ଼କ୍ଟଟା ମୋ ପାଖରେ ଆଭେଲେବୁଲ୍ ନାହିଁ, ମାନେ ସରିଯାଇଛି, ମୁଁ ଆଉ ମଗେଇନି। ମୋ ପାଖରେ ନାଇଟ୍ କ୍ରିମ୍ ବି ସରିଗଲାଣି, ସେରମ୍ ବି ସରିଗଲାଣି। ଯେହେତୁ ଅଲଗା ଗୁଡ଼ାଏ ପ୍ରଡ଼କ୍ଟ ରହିଯାଉଛି ଯେଉଁଟା ଆପଣମାନଙ୍କ ସହିତ ରିଭ୍ୟୁ କରିବାର ଅଛି, ବାଧ୍ୟତାମୂଳକ ସେଇଥିରେ ମୁଁ ଆଡ଼ଜଷ୍ଟ କରିଦେଉଛି, ନହେଲେ ପଇସା ବହୁତ ଗୁଡ଼ାଏ ୱେଷ୍ଟ ହେଇଯିବ। ତ ଆଜିର ଭିଡ଼ିଓରେ ଆପଣମାନଙ୍କ ସହିତ ମୁଁ ଗୋଟେ ସିମ୍ପଲ୍ ୱେ ସେୟାର କରିବି ଯେଉଁଟାକି ମୋତେ ବହୁତ ହି ଭଲ ଲାଗେ। ମୁଁ ତାକୁ ବି ଯେତେବେଳେ ବି ଆପ୍ଲାଏ କରେ ସେଇ ୱେରେ ଆପ୍ଲାଏ କରେ। ଆପଣମାନଙ୍କୁ ବି ଗୋଟେ ଭିଡ଼ିଓରେ ବୋଧେ ଜଣେଇଥିଲି କି କ'ଣ, ବାକି ଯେହେତୁ ନୂଆ ସବସ୍କ୍ରାଇବର ଜଏନ୍ ହେଉଛନ୍ତି, ନୂଆ ସେମାନଙ୍କର ଡିମାଣ୍ଡ ରହୁଛି, ସେଇଥିପାଇଁ ଆଜିର ଭିଡ଼ିଓ ଆପଣମାନଙ୍କୁ ଟୋଟାଲ୍ ଡିଟେଲ୍ସରେ ସେୟାର କରିବି କେମିତି କ'ଣ ଆପଣମାନେ ଲଗେଇଲେ ଭଲ ରେଜଲ୍ଟ ପାଇପାରିବେ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ଆପଣମାନେ ନୂଆ କଣ୍ଟେଣ୍ଟ ସ୍କିନ୍ ରିଲେଟେଡ଼୍ ହଉ, ହେୟାର ରିଲେଟେଡ଼୍ ହଉ, ଭଲ ମାନେ ପ୍ରଡ଼କ୍ଟର ରିଭ୍ୟୁ ଆପଣମାନେ ଏଇ ଚ୍ୟାନେଲ୍ ମାଧ୍ୟମରେ ପାଇପାରିବେ। ତ ଚାଲନ୍ତୁ ଭିଡ଼ିଓଟାକୁ ଷ୍ଟାର୍ଟ କରିବା। ଦେଖନ୍ତୁ ଏଇ ଯେଉଁ ପ୍ରଡ଼କ୍ଟ ଦୁଇଟାଙ୍କ ମୁଁ ଆପଣମାନଙ୍କୁ ଏବେ ଦେଖାଉଛି, କୌଣସି ପ୍ରକାର ୱେବସାଇଟ୍ରେ ଆପଣମାନେ ପାଇବେନି। ଆଉ ଯଦି ବି ଆପଣମାନେ ୱେବସାଇଟ୍ ଖୋଜିକି ଆର ପ୍ରଡ଼କ୍ଟ କିଛି ପାଉଛନ୍ତି, ୟୁଜ୍ କରୁଛନ୍ତି, ତାପରେ କିଛି ବି ଆପଣମାନଙ୍କର ରିଆକ୍ସନ୍ ହେଉଛି, ସେଥିପାଇଁ ମୁଁ ଦାୟୀ ନୁହଁ। ତ ଦୟାକରିକି ସେଇଟା ଏବେ, କାରଣ ବହୁତ ଫେକ୍ ପ୍ରଡ଼କ୍ଟ ବାହାରିଲାଣି। ଯେଉଁ ପ୍ରଡ଼କ୍ଟ ଦେଖୁଛନ୍ତି କାମ ଦେଲା, ତାର ଫେକ୍ ପ୍ରଡ଼କ୍ଟ ବାହାର କରିକି ଅନଲାଇନ୍ରେ ସେମାନେ ବିଜନେସ୍ କରିବା ଷ୍ଟାର୍ଟ କରିଦେଉଛନ୍ତି। ତ ଏତେ ଆଉ ଆମେମାନେ ବି ଧ୍ୟାନ ରଖିପାରୁନୁ ଏସବୁ ଜିନିଷ ଏବେ ହେଲାଣି। ମୁଁ ବି ଗୋଟେ ଦୁଇଟା ଜିନିଷ ମୋତେ ଜଣେ ଦୁଇ ଜଣ ସେୟାର କଲେଣି କି ଦିଦି ଏଇ ପ୍ରଡ଼କ୍ଟ ଏବେ ଅନଲାଇନ୍ରେ ବି ମିଳୁଛି। ତ ମୁଁ ତାଙ୍କୁ ଡାଇରେକ୍ଟ କହିଥିଲି ଦେଖ ଯଦି ଅର୍ଡ଼ର କରିକି ଲଗାଉଛ, ଯେଉଁଟା ମୁଁ 600 ଟଙ୍କାରେ ମାନେ କିଣୁଛି ବା ଆପଣମାନେ କିଣୁଛନ୍ତି, ସେଇଟା ଯଦି ମେସୋରେ 100 ଟଙ୍କାରେ ମିଳିଯାଉଛି, ତ ଆଠୁ ଆଉ ମାନେ ଯଦି ଆମେ କିଣିକି ଲଗାଉଛେ, ଆଠୁ ଆଉ ବୋକାମିର ଜିନିଷ କ'ଣ ଅଛି। 100 ଟଙ୍କାର ପ୍ରଡ଼କ୍ଟ ଥୋଡ଼ି ନା ଜଣେ 600 ଟଙ୍କାରେ ବିକିବ। ଆଉ 600 ଟଙ୍କାର ଯେଉଁ ପ୍ରଡ଼କ୍ଟ ଯେଉଁ ଭଳିଆ କାମ କରିବ, ଥୋଡ଼ି ନା ସେଇଟା 100 ଟଙ୍କିଆ ପ୍ରଡ଼କ୍ଟ କାମ କରିବ। ତ ସେଇଟା ଯଦି ଆପଣମାନେ କିଣିକି ଲଗାଉଛନ୍ତି, ଓନ୍ ରିସ୍କରେ ଲଗାନ୍ତୁ। ବହୁତ ମୁଁ ଏବେ ଦେଖୁଛି ସେ ଆସିକି ପଚାରୁଛନ୍ତି ଦିଦି କ'ଣ ସେ କ୍ରିମ୍ ନାଁଟା କ'ଣ କହିଲେ, ସେରମ୍ ନାଁଟା କ'ଣ କହିଲେ ଯେଉଁଟାକି ଗୋରା କରୁଛି। ତ ମୁଁ କହିଦେଉଛି ଆରାମସେ ଆଭୋକାଡୋ ନାଇଟ୍ କ୍ରିମ୍, କୁମକୁମାଦି ଫେସ୍ ସେରମ୍। ସେମାନେ ସର୍ଚ୍ଚ କରୁଛନ୍ତି ଦିଦି ଆମେ ମେସୋରେ ଏଇଟା ପାଇଗଲୁ 100 ଟଙ୍କାରେ। ତ ସେଇଟା ମୋର କିଛି ବି ସେଥିରେ ମୋର କହିବାର ହିଁ ନାହିଁ, କାରଣ ମୁଁ ଯେଉଁ ପ୍ରଡ଼କ୍ଟ ଦେଉଛି ମୁଁ ତାକୁ ୟୁଜ୍ କରିଛି, ତାର ରେଜଲ୍ଟ ଆପଣମାନଙ୍କ ସହିତ ସେୟାର କରୁଛି, ତାର ଇଫେକ୍ଟ କ'ଣ, ସାଇଡ଼୍ ଇଫେକ୍ଟ କ'ଣ ସେଇଟା ମୁଁ ଭଲରେ ଜଣାଉଛି, ତାପରେ ମୁଁ ଆପଣମାନଙ୍କୁ ଦେଉଛି। ଅନଲାଇନ୍ ପ୍ରଡ଼କ୍ଟ ଉପରେ ମୋର କୌଣସି ପ୍ରକାର ହାତ ନାହିଁ କି ମୁଁ ତାର ଗ୍ୟାରେଣ୍ଟି ନେଇପାରିବିନି ହେଲା। ତ ଇଏ ଅନଲାଇନ୍ରେ ମିଳିବ ନାହିଁ। ଯଦି ଆପଣମାନେ ଆକୁ ପରଚେସ୍ କରିବା ପାଇଁ ଚାହୁଁଛନ୍ତି 7077819680କୁ ଆପଣମାନେ ମେସେଜ୍ କରିବେ। ମୁଁ ଆପଣମାନଙ୍କୁ ନିହାତି ଭାବରେ ରିପ୍ଲାଏ କରିବି। ଆଉ ମେସେଜ୍ କରିକି ନା, ମୁଁ ଭିଡ଼ିଓର ସବୁ ଜିନିଷ କ୍ଲିୟର୍ କରିଦେଉଛି। ମେସେଜ୍ କରିକି ଏରାଗେରା କ୍ୱେଶ୍ଚିନ୍ ଦୟାକରି କିଛି ପଚାରିବେନି କି କେତେ ଦିନ ଭିତରେ ଗୋରା କରିବ, କେତେ ମାନେ ନାଇଟ୍ କ୍ରିମ୍ଟା କ'ଣ ଏତେ ଛୋଟ ଦେଖାହେଉଛି, ବଡି ହ୍ୱାଇଟନିଂ କ୍ରିମ୍ଟା କ'ଣ ଏତିକି ଆସୁଛି। ବଡି ହ୍ୱାଇଟନିଂ କ୍ରିମ୍ଟା 100 ଗ୍ରାମ, ଡବାଟା ଯଦି ଏଡ଼ିକିଟେ ରହୁଛି, ଥୋଡ଼ି ନା ଡବାରେ ପୁରା ଫୁଲ୍ ଯିବ ହିଁ ଯିବ ନାହିଁ।
100 ଗ୍ରାମ ସେ ମେଜରମେଣ୍ଟ କରିକି ଆପଣମାନଙ୍କୁ ଦେବେ। ସେ ଡବାର ଏତିକି ହାଲି ମାନେ ଏଇ ପର୍ଯ୍ୟନ୍ତ ହିଁ ହେବ, ତ ଏତିକି ଫାଙ୍କା ହିଁ ରହିବ। ଆପଣମାନେ ମାର୍କେଟରୁ ଯେଉଁ ପ୍ରଡ଼କ୍ଟ ଆଣୁଛନ୍ତି, ଯେତିକି ବଟଲ ଆଣୁଛନ୍ତି, ଥୋଡ଼ି ନା ପୁରା ଫୁଲ୍ ଆସୁନି ନା। ସେଇଥିପାଇଁ ଆପଣମାନଙ୍କୁ ସେଇଟା ଟିକେ ଚିନ୍ତା କରିବାକୁ ପଡ଼ିବ, ବୁଝିବାକୁ ପଡ଼ିବ। ଛାଡ଼ନ୍ତୁ, ଆପଣମାନଙ୍କୁ ଏବେ କହୁଛି ବଡି ହ୍ୱାଇଟନିଂ ଆମେ କେମିତି କରିପାରିବା। ଫାର୍ଷ୍ଟ ଜିନିଷ ହେଲା, ଏବେ ତ ଶୀତ ଦିନ ଚାଲିଛି, ନିଜର ନ୍ୟାଚୁରାଲ ଯେଉଁ କଲର୍ଟା ରହିବା କଥା ତା ଅପେକ୍ଷା ଏବେ ବହୁତ କଲର୍ ମାନେ ଅଡ୍ ଦେଖାହେଉଛି। ମୋର ତ କ୍ୟାମେରାରେ ଏମିତି ଦେଖାହେଉଛି, ପାଖରୁ ଟିକେ 19-20 ନିହାତି ଭାବରେ ରହିବ। ଏବେ ଲାଇଟିଂ ପାଇଁ ମାନେ ଟିକେ ଇଏ ରହୁଛି, ନହେଲେ ଟ୍ୟାନ୍ ତ ନିହାତି ଭାବରେ ପଡ଼ୁଛି ସ୍କିନ୍, ଆଉ କଳା ନିହାତି ଭାବରେ ଦେଖାଯାଉଛି ହେଲା। ତ ମୁଁ ବି ଯେଉଁ ମୋ ପାଖରେ ଏତେ ପ୍ରଡ଼କ୍ଟ ଥାଇକି ବି ମୁଁ ଲଗେଇ ପାରୁନି। ବିଶ୍ୱାସ କରନ୍ତୁ, ମୁଁ ପ୍ରଡ଼କ୍ଟ କୌଣସି ପ୍ରକାର ବଡି ହ୍ୱାଇଟନିଂ ହଉ, ନାଇଟ୍ କ୍ରିମ୍ ଯଦି ଆଜି ଲଗେଇଲି 3-4 ଦିନ ପରେ ଛାଡ଼ିକି ଲଗାଉଛି, ଏମିତି ହେଇକି ମାନେ ଆଉ ଲଗେଇ ବି ହେଉନି। ଯେତେବେଳେ ଭିଡ଼ିଓ ସବୁବେଳେ ରେଗୁଲାର ଯାଉଥିଲା, ସେୟାର ହେଉଥିଲା, ସେତେବେଳେ ଗୋଟେ ଇଚ୍ଛା ରହେ କି ନାଇଁ ମୋତେ ଲଗେଇବାକୁ ହିଁ ପଡ଼ିବ, ଭିଡ଼ିଓଟା କରିବି ନା, ତ ସେଇ ଇଏରେ ମୁଁ ଲଗେଇ ଦେଉଥିଲି। ଏବେ ସେତିକି ବି ହେଇପାରୁନି। ତ ଛାଡ଼ନ୍ତୁ, ଗପୁଥିଲେ ଏମିତି ଗପୁଥିବି। ଦେଖନ୍ତୁ, ଫାର୍ଷ୍ଟ ଜିନିଷ ହେଲା ଏଇଟା ଦେଖନ୍ତୁ, ପୁରୁଣା ବଡି ହ୍ୱାଇଟନିଂ କ୍ରିମ୍। ମୋ ପାଖରେ ନୂଆ ବଡି ହ୍ୱାଇଟନିଂ କ୍ରିମ୍ ଆଭେଲେବୁଲ୍ ନାହିଁ। ଏଗୁଡ଼ା ଯେଉଁଗୁଡ଼ା ମାନେ ରିଟର୍ନ ବେଳେବେଳେ ଗୁଡ଼ା ପ୍ରଡ଼କ୍ଟ ପଳେଇ ଆସୁଛି, ସେଇଟା ମୁଁ ଲଗେଇଦିଏ। ମୋର ସେମିତି କିଛି ନାହିଁ, ପୁରୁଣା କ'ଣ ନୂଆ କ'ଣ। ନୂଆ ମଗେଇଥିଲି, ସରିଯାଇଛି, ପୁରୁଣାଟା ଅଛି। ତ ଆପଣମାନଙ୍କୁ ପୁରୁଣାରେ ହିଁ ମୁଁ ଟ୍ରିକ୍ଟା ଦେଖେଇ ଦେଉଛି। ଏଇଟା ପୁରା ଏମିତି ହ୍ୱାଇଟ୍ କଲର୍ ଆସିବ, ନୂଆଟା ଟିକେ ଅରେଞ୍ଜ କଲର୍ ଆପଣମାନଙ୍କୁ ମିଳିବ। ବାକି ମୋତେ ପୁରୁଣାଟା ବି ଭଲ ଲାଗେ, ସେମିତି କିଛି ନାହିଁ। ଏତିକି ନେଲି। ଏଇଟା ହେଉଛି ଆଭୋକାଡୋ ନାଇଟ୍ କ୍ରିମ୍। ଯେଉଁମାନଙ୍କର ବାହାଘର ଅଛି, ଆପଣମାନେ କୁଇକ୍ରେ ଫେୟାର୍ ହେବା ପାଇଁ ଚାହୁଁଛନ୍ତି। ଆଉ ଗୋଟେ ଜିନିଷ, ଯଦି ଆପଣମାନେ ଖାଲି ଏଇଟାକୁ ଲଗାଉଛନ୍ତି, ଭାବିବେନି ଯେ ଗୋରା କରିବନି। ଗୋରା କରିବ, କିନ୍ତୁ ମାନେ ମିନିମମ୍ଟା ଆପଣମାନଙ୍କୁ 3 ମାସ କଣ୍ଟିନ୍ୟୁଅସ୍ ତାକୁ ଲଗାଇବାକୁ ପଡ଼ିବ, ଯେହେତୁ ଏଥିରେ କୌଣସି ପ୍ରକାର ଷ୍ଟେରଏଡ୍ ନାହିଁ। ଏଇଟା ହେଉଛି ନାଇଟ୍ କ୍ରିମ୍। ଦେଖନ୍ତୁ, ଯେଉଁମାନେ କହୁଛନ୍ତି ନାଇଟ୍ କ୍ରିମ୍ର ମାନେ ଟେକ୍ସଚର୍ ଏବେ ଭଲ ନାହିଁ, ବହୁତ ବଢ଼ିଆ ଅଛି। କ'ଣ ଆପଣମାନେ କହୁଛନ୍ତି ୟାର? ଦେଖନ୍ତୁ କେତେ ବଢ଼ିଆ ସେ ଇଏ ବ୍ଲେଣ୍ଡ ହେଉଛି, ଦେଖିପାରୁଛନ୍ତି ନା? ଆଉ କେତେ ମାନେ ବ୍ଲେଣ୍ଡ ହେବ, ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି। ଏଇଠି କିଛି ମୁଁ ଲଗେଇନି ସ୍କିନ୍ରେ, ଦେଖନ୍ତୁ ସେରମ୍ ନାହିଁ, କିଛି ନାହିଁ, କେତେ ବଢ଼ିଆ ସେ ବ୍ଲେଣ୍ଡ ହେଲା। ତାହେଲେ ଆଉ କ'ଣ ଦରକାର? ଏବେ ୟାକୁ ଆପଣମାନଙ୍କୁ ଟିକେ ନେଇକି ଏଇଥିରେ ମିକ୍ସ କରିବାର ଅଛି। ବହୁତ ହି କମ୍ କ୍ୱାଣ୍ଟିଟି ନେବେ, କ୍ୱାଣ୍ଟିଟି ବଢ଼େଇବାର କୌଣସି ଆବଶ୍ୟକତା ନାହିଁ, କାରଣ ଇଏ ବହୁତ କମ୍ କ୍ୱାଣ୍ଟିଟିରେ ବି ଆପଣମାନଙ୍କୁ ରେଜଲ୍ଟ ଦେବ। ତ ଇଏ ଭଲ ଭାବରେ ଦେଖନ୍ତୁ ମିକ୍ସ ହେଇଗଲା। ଏବେ ହାତରେ ମିକ୍ସ ହେଇଗଲା। ଯେଉଁ ଏରିଆରେ ଆପଣମାନଙ୍କୁ ଲାଗୁଛି ମୋତେ ଏଇ ଏରିଆଟାକୁ ଗୋରା କରିବାର ଅଛି, ସେଇ ଏରିଆରେ ଆପଣମାନେ ଧୀରେ ଧୀରେ ଆକୁ ମସାଜ କରିଦେବେ। ଯଦି ମୁଁ ଏତିକି ଡେଲି କରନ୍ତି, ବିଲିଭ୍ କରନ୍ତୁ, ମାନେ ମୁଁ ବଢ଼ିଆ ରେଜଲ୍ଟ ପାଆନ୍ତି। କିନ୍ତୁ ମୁଁ ଏତିକି ବି କରିପାରୁନି। ଆପଣମାନଙ୍କୁ ଏବେ ମୁଁ ଶିଖଉଛି କ'ଣ କରିବା। ତ ଏମିତି କରିକି ଆପଣମାନେ ଏଇ ପ୍ରୋସେସ୍ରେ ପୁରା ଯେଉଁ ପାର୍ଟରେ ଆପଣମାନେ ଲଗାଇବା ପାଇଁ ଚାହୁଁଛନ୍ତି ଲଗାଇ ପାରିବେ। ଆଉ ଗୋଟେ ଜିନିଷ, ଏବେ କହୁଛନ୍ତି, ବହୁତ ଲୋକ କହୁଛନ୍ତି, ଦିଦି ନାଇଟ୍ କ୍ରିମ୍ଟା ଆମକୁ ଆଗ ଅପେକ୍ଷା ଏତେ ଭଲ ଆମକୁ କାହିଁ ଲାଗୁନି। ଦେଖନ୍ତୁ, ଆପଣମାନେ ଭାବୁଛନ୍ତି କି ନାଇଟ୍ କ୍ରିମ୍ଟା ଆପଣମାନଙ୍କୁ ଗୋରା କରି କରି କେତେ ଗୋରା କରିବ। ଗୋଟେ ତା'ର ଲିମିଟ୍ ଥାଏ। ଯେତେବେଳେ ଆପଣମାନଙ୍କୁ ସେତିକି ଫେୟାର୍ ସେ କରିଦିଏ, ତାପରେ ସେଇ ଜିନିଷଟାକୁ ଆମକୁ ବାଲାନ୍ସ ରଖିବାକୁ ପଡ଼ିବ। ଧର ମୁଁ ଏତିକି ଗୋରା ହେଇଗଲି, ଏନଫ୍। ଏତିକି ହେଲା ପରେ ଯେତେବେଳେ ମୁଁ ସେଇ ଜିନିଷଟାକୁ ରେଗୁଲାର ବେସିକ୍ରେ ୟୁଜ୍ କରୁଛି, ମୋର ଏଇ ଜିନିଷଟା ମେଣ୍ଟେନ୍ ହେଇକି ରହିବ, ଆଉ କଳା ପଡ଼ିବନି କି ଆଉ ଅଧିକ ଗୋରା ହେବନି। ସେଇ ଜିନିଷଟାକୁ ମେଣ୍ଟେନ୍ ରଖିବା ପାଇଁ ଆମକୁ ଏଇ ଜିନିଷଟାକୁ କଣ୍ଟିନ୍ୟୁଅସ୍ଲି ଲଗାଇବାକୁ ପଡ଼ିବ। ନିଜର ସ୍କିନ୍ କେୟାର୍ ଆକୁ ଆଡ଼୍ କରିକି ରଖିବାକୁ ପଡ଼ିବ। ବାକି ଆପଣମାନେ ରେଗୁଲାର ଲଗାଉଛନ୍ତି, 2-3 ଦିନରେ ଥରେ ଲେଖେ ଲଗାଇବେ, କିନ୍ତୁ ଲଗାଇବାଟା ମଷ୍ଟ। ନହେଲେ ସେଇ ଆମର ଯେଉଁ ଜିନିଷଟା ଚେଞ୍ଜ ହେଇକି ବର୍ତ୍ତମାନ ଆମ ପାଖରେ ଅଛି, ସେଇଟା କେବେ ରହିବନି। ତ ସେଇ ଜିନିଷଟାକୁ ଆପଣମାନେ ମାଇଣ୍ଡରେ ରଖିବାକୁ ପଡ଼ିବ। ଭାବିବେନି ଯେ ମୁଁ ଏଇ ନାଇଟ୍ କ୍ରିମ୍ଟା ଆଜି ଲଗେଇଛି, ମାନେ ମାସେ ଲଗେଇଲି ଏତେ ଗୋରା ହେଇଗଲି, 2 ମାସ ଲଗେଇଲେ ଆହୁରି ଗୋରା ହେଇଯିବି, 3 ମାସ ଲଗେଇଲେ ତାଠୁ ଗୋରା ହେଇଯିବି। ଏମିତି ହେଲେ ତ ବର୍ଷେ ଯଦି ଆପଣମାନେ ଲଗାଇବେ, ଆପଣ ଫରେନର୍ ହେଇଯିବେ। ସେମିତି ନୁହଁ, ଆମର ଗୋଟେ ଲିମିଟ୍ ଯାଏ ଥାଏ, ଗୋଟେ ହଦ୍ ଥାଏ କି ନାଇଁ ଏଇ ପର୍ଯ୍ୟନ୍ତ ହିଁ ଗୋଟେ ଜିନିଷ କାମ କରିପାରିବ। ଯେହେତୁ ଏଇଟା ଷ୍ଟେରଏଡ୍ ନୁହଁ, ହର୍ବାଲ୍ ଜିନିଷ, ହର୍ବାଲ୍ରେ ଯେତିକି ଆମ ନ୍ୟାଚୁରାଲି ଗୋଟେ ଲୋକ ଯେତିକି ଗୋରା ହେଇପାରିବ, ତା ଦ୍ୱାରା ଯେତିକି ସମ୍ଭବପର ସେ ସେତିକି କରିବ, ତାପରେ ସେ ଛାଡ଼ିଦେବ। ତାପରେ ଆମକୁ ଏଇଟା ବାଲାନ୍ସ ରଖିବାକୁ ପଡ଼ିବ। ଏଇଟା ହେଉଛି ଟେକ୍ନିକ୍। ତା ମାନେ ନୁହଁ ଯେ ଆପଣମାନେ ଲଗାଇବେ ଆଉ ଯେତିକି ଲଗାଉଥିବେ ସେତିକି ଅଧିକ ଗୋରା ହେଇଯାଉଥିବେ। କୌଣସି ଜିନିଷ ଏମିତି ନାହିଁ। ଷ୍ଟେରଏଡ୍ କ୍ରିମ୍ ବି ଆପଣମାନେ ଲଗାନ୍ତୁ, ଷ୍ଟେରଏଡ୍ କ୍ରିମ୍ର ଯେତିକି ଦିନ ଆପଣମାନେ ଲଗାଇବେ,
ସେତିକି ଗୋରା ହେଇସାରିଲା ପରେ ବାସ୍ ସିଏ ସେଇ ଗୋରାଟାକୁ ମେଣ୍ଟେନ୍ ରଖିବ ଯଦି ଆପଣମାନେ ତାକୁ ଡେଲି ଲଗାଉଛନ୍ତି। ଆଉ ତା ମାନେ ନୁହଁ ଯେ ସେ ପୁରା ଆଜି ଲଗେଇଲେ ଏତିକି ଗୋରା, କାଲି ଲଗେଇଲେ ଆଉ ଟିକେ ଗୋରା, ତାପରେ ଆଉ ଟିକେ ଗୋରା। ଏମିତି କେବେ କୌଣସି କ୍ରିମ୍ କରେ ନାହିଁ। ତ ସେଇଟାକୁ ଆପଣମାନେ ବୁଝନ୍ତୁ। ନ ବୁଝିପାରିଲେ ଏଇଟା ସବୁବେଳେ ଡାଉଟ୍ ରହିବ। ଦେଖନ୍ତୁ ଏଇଭଳିଆ ପ୍ରୋସେସ୍ରେ ଆପଣମାନେ ଲଗେଇବେ। ଯେଉଁମାନଙ୍କର ବାହାଘର ଅଛି ବା କୌଣସି ପ୍ରକାର ଜିନିଷ ଯୋଗୁଁ ଆପଣମାନେ ଉରି ରହୁଛନ୍ତି ସ୍କିନ୍ କଲର୍ ରିଲେଟେଡ୍, ଆପଣମାନେ ଏଇ ପ୍ରୋସେସ୍ରେ ଲଗାନ୍ତୁ, ନିହାତି ଭାବରେ ଭଲ ରେଜଲ୍ଟ ପାଇପାରିବେ। ଆଶା କରୁଛି ମୁଁ ଯାହା ବି ବୁଝେଇଲି ଆପଣମାନେ ଭଲରେ ବୁଝି ଯାଇଥିବେ। ଏବେ ରହୁଛି, ପୁଣି ଦେଖା ହେବ ମୋର ଗୋଟେ ନୂଆ ଭିଡ଼ିଓରେ।